ଅଳ୍ପ ସମୟ ପାଇଁ କାହା ଆଗରେ ଭଲ ହେବା ବା ଭଲେଇ ହେବା ଅପେକ୍ଷା ଜୀବନ ସାରା ଖରାପ ହୋଇ ରହିଯିବା ଭଲ। ଏମିତି କିଛି ଲୋକ ଅଛନ୍ତି ଆଜ୍ଞା, ସେମାନେ ଇମ୍ପ୍ରେସନ୍ କ୍ରିଏଟ୍ କରନ୍ତି। କେମିତି କାହା ଆଗରେ କେତେ ସେମାନେ ଭଲ ଇମ୍ପ୍ରେସନ୍ ସାଉଁଟି ପାରିବେ ବା ତା ମନ ଭିତରେ ଗୋଟେ ଭଲ ଇମ୍ପ୍ରେସନ୍ କ୍ରିଏଟ୍ କରାଇପାରିବେ, ସେ ନେଇ ସେମାନେ ସବୁବେଳେ ଚେଷ୍ଟା କରିଥାନ୍ତି। ସବୁବେଳେ ସେମାନଙ୍କର ଚେଷ୍ଟା ଏଇଆ ଥାଏ ଯେ ମୁଁ କେମିତି ଭଲେଇ ହେବି, ସମସ୍ତଙ୍କ ନଜରରେ ମୁଁ କେମିତି ବହୁତ ଭଲ ହେଇକି ବାହାରିଯିବି, କେହି ମୋତେ ଯେମିତି କିଛି ଖରାପ ନ କୁହନ୍ତୁ, କେହି ଯେମିତି ମୋତେ କିଛି ଆକ୍ଷେପ ନ କରନ୍ତୁ। କିନ୍ତୁ ପ୍ରକୃତର ସତ କଥା ହେଲା ସେମାନେ କେବଳ ଭଲେଇ ହୁଅନ୍ତି ଆଜ୍ଞା। ସେଇଭଳି ଲୋକମାନେ କେବଳ ଭଲେଇ ହେବା ଅପେକ୍ଷା ସେମାନେ କେବେ ଭଲ ହୋଇପାରନ୍ତି ନାହିଁ କାହା ପାଇଁ, କାହା ଜୀବନରେ ବି। କ୍ଷଣିକ ସମୟ ପାଇଁ ଅନ୍ୟ ସାମ୍ନାରେ ଭଲେଇ ହେବା ବା ଇମ୍ପ୍ରେସନ୍ କ୍ରିଏଟ୍ କରାଇବା ଅପେକ୍ଷା ଜୀବନ ସାରା ବରଂ ଖରାପ ହେଇଯିବା ଭଲ। ନହେଲେ ଯଦି ପାରୁଛନ୍ତି ଜୀବନ ଯାକ ଭଲ ହୋଇ ରହିବା ପାଇଁ ଚେଷ୍ଟା କରନ୍ତୁ। ଯିଏ ଯାହା କହୁଛି କହୁ, ଯିଏ ଯେତେ ଆକ୍ଷେପ କରୁଛି କରୁ, ଯିଏ ଯେତେ ଆଙ୍ଗୁଠି ଦେଖାଉଛି ଦେଖାଉ। ଏଇ ତ ଜୀବନର କଥା।